ସେପ୍ଟେମ୍ବର ମାସର ଶେଷ ସପ୍ତାହ କିପରି ରହିବ ମିଥୁନ ରାଶିମାନଙ୍କ ପାଇଁ ଚାଲନ୍ତୁ ଏହି ସମୟରେ ଜାଣିବା। ତ ଆପଣଙ୍କର ସ୍ୱାସ୍ଥ୍ୟ, କ୍ୟାରିୟର, ଧନର ସ୍ଥିତି କିପରି ରହିବ। ଆପଣଙ୍କର ରାଶିରେ ମହାଲକ୍ଷ୍ମୀ ରାଜଯୋଗର ପ୍ରଭାବ ମଧ୍ୟ ଶାନଦାର ରହୁଛି। ଏହାର ରେଜଲ୍ଟ ମଧ୍ୟ ଜାଣିବା। ତ ଚାଲନ୍ତୁ ଦେଖିବା ପୁରା ଏହି ଭିଡ଼ିଓକୁ। ତ ସ୍ୱାସ୍ଥ୍ୟ ଦେଖିବାକୁ ଗଲେ ଥଣ୍ଡା, କାଶ ଓ ଗଳାର ସମସ୍ୟା ରହିପାରେ। ସୂର୍ଯ୍ୟ ଓ ବୁଧଙ୍କର କମ୍ବିନେସନ୍ ରହୁଛି। ତ ପେଟ ଓ କନଷ୍ଟିପେସନ୍ ସମସ୍ୟା ରହିପାରେ। ପରିବାର ସମ୍ବନ୍ଧୀୟ ଖୁସି ଖବର ଆପଣଙ୍କୁ ଏହି ସମୟରେ ମିଳିପାରେ। ପରିବାରଙ୍କ ସାଥିରେ ଆପଣଙ୍କର ପ୍ରୀତି ବଢ଼ିବ। ସ୍ନେହ ଶ୍ରଦ୍ଧାରେ ଆପଣ ଟାଇମ୍ ବିତେଇବାକୁ ଚାହିଁବେ ପରିବାର ସହିତ। ଖୁସି ଖବର ପାଇବେ। ପାରିବାରିକ କୌଣସି ମେମ୍ବରଙ୍କ ଠାରୁ ଅଟକିଥିବା କାର୍ଯ୍ୟ ମଧ୍ୟ ଆପଣଙ୍କର ପୁରା ହେବ ଏହି ସମୟ। ଧନର ଫ୍ଲୋ ଦେଖିବାକୁ ଗଲେ 23ରୁ 30 ମଧ୍ୟରେ ଦେଖାଯାଇଥାଏ। ଚନ୍ଦ୍ରମା ଆପଣଙ୍କ ପଞ୍ଚମ ଭାବରେ କ୍ରୟ ବିକ୍ରୟରେ ଶାନଦାର ରେଜଲ୍ଟ ପାଇବେ। ଅଟକିଥିବା ଡିଲ୍ ଆପଣଙ୍କର ହୋଇପାରେ, ଲାଭ ହେବ। ତ ପୁରୁଣା କାର୍ଯ୍ୟ ହୋଇପାରେ। ଧନର ସ୍ଥିତି ଏହି ସପ୍ତାହରେ କାଫି ଭଲ ରହିବ। ଧନ ଓ ସନ୍ତାନ ଓ ପରିବାର ଉପରେ ମଧ୍ୟ ଖର୍ଚ୍ଚ ହେବ। ପଞ୍ଚମ ଭାବରେ ମହାଲକ୍ଷ୍ମୀ ଯୋଗର ବନୁଛି, ତ ବହୁତ ଲାଭ ରହିବ। ତ 23ରୁ 30 ବଡ଼ ସନ୍ତାନମାନେ ଆପଣ ଯଦି ଅଛନ୍ତି ତାହେଲେ ସେମାନଙ୍କର ବିଦ୍ୟାରେ, କ୍ୟାରିୟରରେ ଗ୍ରୋଥ୍ ହେବ। ତ ସନ୍ତାନମାନଙ୍କର କାର୍ଯ୍ୟ ପୁରା ହେବ ଏହି ସମୟରେ ଓ ଆପଣଙ୍କୁ ଶାନଦାର ରେଜଲ୍ଟ ମଧ୍ୟ ମିଳୁଛି। ତ ଏହି ସମୟରେ ଡବଲ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ। ଯଦି ଆପଣଙ୍କ ଭାଗ୍ୟ ସାଥ ଦେଉଛି, ଆପଣ ଯଦି 2 ଗୁଣା ପରିଶ୍ରମ କରୁଛନ୍ତି ତ 4 ଗୁଣା ଫଳ ହିଁ ପାଇବେ। ଦାମ୍ପତ୍ୟ ଜୀବନ ଦେଖିବାକୁ ଗଲେ ମଧ୍ୟମ ଧାରଣରେ ରହିବ। ଆପଣଙ୍କ ପାର୍ଟନର ନିଜ କାର୍ଯ୍ୟରେ ବ୍ୟସ୍ତ ଓ ଆପଣ ନିଜ କାର୍ଯ୍ୟରେ ବ୍ୟସ୍ତ। ଏହି ସମୟରେ ପୂଜା ପାଠରେ ବ୍ୟସ୍ତ ରହିବେ ପାର୍ଟନର ଆପଣଙ୍କର। ତ ଆପଣ ବି ନିଜ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି ଏହି ସମୟରେ। କ୍ୟାରିୟର ଦେଖିବାକୁ ଗଲେ ମହାଲକ୍ଷ୍ମୀ ରାଜଯୋଗ ପାଇଁ ଆପଣ ଇଲେକ୍ଟ୍ରୋନିକ୍ ଜିନିଷ ମଧ୍ୟ କିଣିପାରନ୍ତି ଏହି ସପ୍ତାହରେ। ତ ଏହି ସପ୍ତାହରେ ଆପଣ କେବଳ ପୁରା ଫୋକସ୍ ରଖିବେ ଆପଣଙ୍କ କ୍ୟାରିୟର ଓ କାର୍ଯ୍ୟକ୍ଷେତ୍ରରେ। ଆପଣ କର୍ମକୁ 2 ଗୁଣିତ କରନ୍ତୁ ଓ ପ୍ରତିଫଳ ପାଆନ୍ତୁ 4 ଗୁଣ। ତ ଏହି ସମୟ ଆପଣମାନଙ୍କ ପାଇଁ ଶାନଦାର ରହୁ। ଲକ୍ଷ୍ମୀଙ୍କ କୃପାରୁ ଓ ମହାଦୁର୍ଗାଙ୍କ କୃପାରୁ ଆପଣଙ୍କ ଜୀବନ ଖୁସିମୟ ହେଉ, ଏତିକି ପ୍ରାର୍ଥନା। ତ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ବିଲକୁଲ ବି ଭୁଲନ୍ତୁନି। ଜୟ ଜଗନ୍ନାଥ।